ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ପରେ ପ୍ରତାରଣା କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଇବର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଯୁବକ ଭଦ୍ରକ ଜିଲ୍ଲା ଧୂସୁରୀ ଥାନା ଅଧୀନ ସାଇଜାଫରର ଦୀପକ ମଲ୍ଲିକ। ଅଭିଯୋଗ ଅନୁଯାୟୀ ପୀଡ଼ିତା ମହିଳାଙ୍କ ଘର ପାଟକୁରା ଥାନା ଅଧୀନ ଗୋତ୍ରୀବିଲା ଅଞ୍ଚଳରେ 2024 ମସିହା ତାଙ୍କର ବିବାହ ହୋଇଥିଲା ଓ ତାଙ୍କର 10 ବର୍ଷ ବୟସର ଏକ ପୁଅ ରହିଛି। ପାରିବାରିକ ସମସ୍ୟା କାରଣରୁ ସେ ସ୍ୱାମୀଙ୍କଠାରୁ ପୃଥକ ହୋଇ ନନ୍ଦିପଡ଼ା ସ୍ଥିତ ନିଜ ବାସଭବନରେ ରହୁଥିଲେ। ଆର୍ଥିକ ଅନଟନ କାରଣରୁ ସେ କଟକ ବାଦାମବାଡ଼ି ସ୍ଥିତ ଏକ ସୁନା ଦୋକାନରେ କାମ କରୁଥିଲେ। ଏହି ସମୟରେ ସାମାଜିକ ଗଣମାଧ୍ୟମ ଜରିଆରେ ଦୀପକ ସହ ତାଙ୍କ ପରିଚୟ ହୋଇଥିଲା। ସେ ତାଙ୍କ ଅସହାୟତା ବାବଦରେ ଜାଣିବା ପରେ ସହଯୋଗର ହାତ ବଢ଼ାଇଥିଲା। ତାଙ୍କ ପାଇଁ ଏକ ଭଡ଼ା ଘର ବୁଝି ଦେଇଥିଲା ପରେ ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏହି ସମୟରେ ସେ ତାଙ୍କର କିଛି ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଉତ୍ତୋଳନ କରି ରଖିଥିଲା, ଯାହାକୁ ଭାଇରାଲ କରିବାର ଧମକ ଦେଇଥିଲା। ସେ ପୁନର୍ବାର ତା ସହ ସମ୍ପର୍କ ରଖିବାକୁ ମନା କରିବାରୁ ତାଙ୍କ ଫେସବୁକ୍ ଆଇଡି ପାସୱାର୍ଡ ନେଇ ଏସବୁ ଭିଡ଼ିଓ ଓ ଫଟୋ ଭାଇରାଲ କରିଦେଇଥିଲା। ଏ ସମ୍ପର୍କରେ ତାଙ୍କ ପରିବାର ଲୋକ ପରେ ଜାଣିବାରୁ ପାଇଥିଲେ। ସେ ତାକୁ ଏ ବିଷୟରେ ପଚାରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ଦୀପକକୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡ଼ା ସାଇବର ପୋଲିସ। କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ, ସନ୍ଧାନ ଓଡ଼ିଶା ଲାଇଭ୍।